Hello student, welcome to the BM classes. This is Vishnu Mahanan, lecturer in English, Piravati Women's College, Teresinga. Today I am going to teach you the third stanza of the famous poem Stopping by Woods on a Snowy Evening, written by the famous American poet Robert Frost. The full name of the Robert Frost is Robert Lee Frost. We have already discussed in our previous classes about the writers. ଆମେ ଆଜି ଏସବୁ ଆଗରୁ ଡିସ୍କସ୍ କରିଛା। ଆଜିର କ୍ଲାସ୍ରେ ଆମେ 3 ନମ୍ବର ଷ୍ଟାଞ୍ଜା ବା ଥାର୍ଡ଼ ଷ୍ଟାଞ୍ଜାର ଡିସ୍କସନ୍ କରିବାକୁ ଯାଉଛୁ। ତା ପୂର୍ବରୁ ମୁଁ କିଛି ରିଭିଜନ୍ କରିବାକୁ ଚାହୁଁଛି। ପ୍ରକୃତରେ ଲେଖକ ଏକ ପ୍ରକୃତ ପ୍ରେମୀ ଥିଲେ, ଯିଏକି ପ୍ରକୃତି ଦୃଶ୍ୟକୁ ଦେଖି ସେ ଛାଡ଼ିକି ଆସିବାକୁ ଚାହୁଁଥିଲେ ମଧ୍ୟ ସେ ଦୃଶ୍ୟକୁ ଛାଡ଼ିକି ଆସିବାକୁ ଚାହୁଁନଥିଲେ, କାରଣ he was fall in love with that natural beauty of the woods. When he was returning from the forest toward his farmhouse, on the way he saw a beautiful lovely dark woods near the road. ସେହି ଦୃଶ୍ୟ ଏପରି ସୁନ୍ଦର ଥିଲା, ସେ କହିଛନ୍ତି ଏହି ଉଡ୍ସର ମାଲିକ ମୁଁ ଏଠି ଅଟକି ଦେଖୁଛି ବୋଲି ସେ ଜାଣିପାରୁନଥିବ। ଆଉ ଦ୍ୱିତୀୟ ଷ୍ଟାଞ୍ଜାରେ ସେ ତାଙ୍କ ଘୋଡ଼ା ବିଷୟରେ କହିଛନ୍ତି ଯେ ତାଙ୍କର ଯେଉଁ ଘୋଡ଼ା ସବାରି କରୁଥିଲେ, ସେ ଘୋଡ଼ା ମଧ୍ୟ ଭାବୁଥିବ ଯେ ମୋ ମାଲିକ ଫାର୍ମ ହାଉସ୍ ନ ଯାଇ ଏହି ଥଣ୍ଡା ସମୟରେ ଏହି ଉଡ୍ସ ପାଖରେ କ'ଣ ଦେଖିବା ପାଇଁ କାହିଁକି ଅନନେସେସରି ଏଠି ଅଟକିଛନ୍ତି ବୋଲି ଘୋଡ଼ା ମଧ୍ୟ ବିରକ୍ତିକର ପ୍ରକାଶ କରୁଥିଲା ବୋଲି କବି କହିଛନ୍ତି। ଟୁ ଷ୍ଟପ୍ ୱିଦାଉଟ୍ ଫାର୍ମ ହାଉସ୍ ନିୟର, ସେ ଫାର୍ମ ହାଉସ୍କୁ ନ ଯାଇ ଏଠି କ'ଣ ପାଇଁ ଅଟକିଛନ୍ତି। ଆଉ ସେ ସନ୍ଧ୍ୟାଟା, ସେଦିନର ସନ୍ଧ୍ୟାଟା, ସେଦିନର ପରିବେଶ, ବାତାବରଣ, ପବନ ବହୁତ ଥଣ୍ଡା ଲାଗୁଥାଏ, ଥଣ୍ଡାମୟ ଥାଏ। ସେଇ ସନ୍ଧ୍ୟାଟା ସେଇ ବର୍ଷର 1 ନମ୍ବର ସନ୍ଧ୍ୟା ଥିଲା, ଗଭୀର ଅନ୍ଧାର ଥାଏ, ବହୁତ ଅନ୍ଧାର ଥିଲା ବୋଲି କବି କହିଛନ୍ତି। ବର୍ତ୍ତମାନ ଆମେ ଡିସ୍କସନ୍ କରିବା ଥାର୍ଡ଼ ଷ୍ଟାଞ୍ଜା। He gives his harness bell a shake. He stand for the horse in this line. He କହିଲେ ଆମେ ଘୋଡ଼ାକୁ ବୁଝିବା। ତାଙ୍କର ଯେଉଁ ଘୋଡ଼ା, ଯିଏ ବିରକ୍ତିକର ପ୍ରକାଶ କରୁଥିଲେ, ଫାର୍ମ ହାଉସ୍ ନ ଯାଇ ଏଠି କ'ଣ ପାଇଁ ଅଟକିଛନ୍ତି ବୋଲି ଭାବୁଥିଲେ, ତାଙ୍କର ଘୋଡ଼ା। He give his harness bell, ଯେଉଁ ଘୋଡ଼ା ବେକରେ ଯେଉଁ ଘଣ୍ଟି ବନ୍ଧା ହେଇଥିଲା, ସେ ଘଣ୍ଟି ଘୋଡ଼ା ବିରକ୍ତି ହୋଇ ସେ ଥଣ୍ଡାରେ ସହି ନପାରି ବାର ଘଣ୍ଟି ବଜେଇ ଦେଉଥିଲେ। ବେଲ୍ ଏ ଶେକ୍ ମାନେ ତାଙ୍କ ଘୋଡ଼ା ତା ମୁଣ୍ଡକୁ ହଲେଇ ସେ ଘଣ୍ଟିକୁ ବାର ବଜେଇ ଦେଉଥାଏ। ଟୁ ଆସ୍କ ଇଫ୍ ଦେୟାର ଇଜ୍ ସମ୍ ମିଷ୍ଟେକ୍, ସେ ପଚାରିବା ପାଇଁ, ସେ କ'ଣ ଅସୁବିଧା ହେଲା, କ'ଣ ପ୍ରୋବ୍ଲେମ୍ ହେଲା ବୋଲି ପଚାରିବା ପାଇଁ ଘୋଡ଼ା ତାର ମୁଣ୍ଡକୁ ଯେଉଁ ବେଲ୍ଟା ଲଗା ହେଇଥିଲା ମୁଣ୍ଡରେ, ସେ ଘଣ୍ଟିକୁ ମୁଣ୍ଡ ହଲେଇ ବାର ସେ ଘଣ୍ଟି ବଜେଇ ଦେଉଥିଲେ। The only other sound the sweep of easy wind and downy flag. ସେ କବି the Robert Frost was busy in watching that beautiful dark lovely woods. ସେ ଦୃଶ୍ୟ ଦେଖିବା ପାଇଁ ଏପରି ବ୍ୟସ୍ତ ଥିଲେ ଯେ ଘୋଡ଼ା ବଜାଉଥିବା ଘଣ୍ଟି ତାଙ୍କୁ ଶୁଣା ଯାଉନଥିଲା, ଆଉ ସେ ଘଣ୍ଟିର ଶବ୍ଦକୁ ଶୁଣି ପାରୁନଥିଲେ। ସେ ଏତେ ବ୍ୟସ୍ତ ଥିଲେ ସେ ଦୃଶ୍ୟକୁ ଦେଖିବା ପାଇଁ, ସେ ଦୃଶ୍ୟକୁ ସମାପ୍ତ କରିବା ପାଇଁ, ସେ ଦୃଶ୍ୟକୁ ତୁଳନା କରିବା ପାଇଁ, ସେ ଦୃଶ୍ୟ ପ୍ରତି ମୋହିତ ହୋଇଥିବା ପାଇଁ, ସେ ଦୃଶ୍ୟକୁ ସେ ଛାଡ଼ି ଆସିପାରୁନଥିଲେ। ସେ ଦୃଶ୍ୟ ଏତେ ଆକର୍ଷଣୀୟ ଥିଲା। ସେ ସନ୍ଧ୍ୟାଟା ବହୁତ ଥଣ୍ଡା ଥିଲେ ମଧ୍ୟ ତାଙ୍କୁ ଥଣ୍ଡା ଜଣାପଡ଼ୁନଥିଲା। ତାଙ୍କର ଯେଉଁ ଘୋଡ଼ା, ସେ ବିରକ୍ତିକର ହେଇ ସେ ଥଣ୍ଡାରେ ତାଙ୍କ ଦେହ ଥରୁଥିଲା ବେଳେ ଲେଖକ ବା କବି ସେଇ ଦୃଶ୍ୟକୁ ଦେଖିବାରେ ଲାଗିଥିଲେ। ସେହି ସମୟରେ ଯେଉଁ ଥଣ୍ଡା ପବନ ବହୁଥାଏ ଆଉ ବରଫ ବୁନ୍ଦା ବୁନ୍ଦା ହେଇ ପଡ଼ୁଥାଏ, ଆଉ ସେହି ଶବ୍ଦ ତାଙ୍କୁ ମୋହିତ କରିଥାଏ। ଘୋଡ଼ାର ଯେଉଁ ଘଣ୍ଟି ବାଜୁଥାଏ ତାଙ୍କୁ ଶୁଭା ଯାଉନଥାଏ, ଆଉ ସେ ଶୁଣି ପାରୁନଥିଲେ। ସେ ସବୁ ଦୃଶ୍ୟକୁ ଧ୍ୟାନ ଦେଇ ପାରୁନଥିଲେ। ପ୍ରକୃତରେ ସେ ଏକ ପ୍ରକୃତ ପ୍ରେମୀ। ସେ ଦୃଶ୍ୟକୁ ଏତେ ଭଲ ପାଉଥିଲେ ଯେ ଘୋଡ଼ା ତାଙ୍କର ଅତି
ଆପଣର ଘୋଡ଼ା ଯିଏ ତାଙ୍କୁ ଯାହା ଉପରେ ସେ ସୱାର କରୁଥିଲେ ସେ ଘୋଡ଼ା ମଧ୍ୟ ବେଲ୍ ବଜାଇଥିଲେ ମଧ୍ୟ ସେଇ ତାଙ୍କର ଧ୍ୟାନ ଭଗ୍ନ ହୋଇନଥିଲା। ସେ ପ୍ରକୃତିରେ ପ୍ରକୃତ ପ୍ରେମୀ। ଆଜିକାର ଏହି କ୍ଲାସ୍ରେ କେବଳ ଆମେ ଏହି ଷ୍ଟାଞ୍ଜା ପଢ଼ିବା। ନେକ୍ସଟ ଷ୍ଟାଞ୍ଜାର ଡିସ୍କସନ୍ ଦେଖିବା ପାଇଁ, କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ ଦେଖିବା ପାଇଁ, ଲାଇଭ୍ କ୍ଲାସ୍ ଦେଖିବା ପାଇଁ ମୋ କ୍ଲାସ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ ଆଉ ସବସ୍କ୍ରାଇବ୍ କରିବା ଭୁଲିବେ ନାହିଁ। ସବସ୍କ୍ରାଇବ୍ କରନ୍ତୁ। ଏମିତି ଅନେକ ଗୁଡ଼ିଏ ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲ୍ BM କ୍ଲାସ୍କୁ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଘଣ୍ଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ମୁଁ ଯେଉଁ ଭିଡ଼ିଓ ଛାଡ଼ିବି ଆପଣମାନଙ୍କ ପାଖକୁ ସୂଚନା ଯିବ। ସୂଚନା ଗଲେ ଆପଣ ମୋ ଭିଡ଼ିଓ ଦେଖିପାରିବେ। ବର୍ତ୍ତମାନ ପ୍ରକୃତିରେ ସେ ଏତେ ସୁନ୍ଦର ଭାବରେ ସେ କବିତାକୁ ଲେଖିଛନ୍ତି ଓ ପ୍ରକୃତ ପ୍ରେମୀ ଯେ ଏହି ଷ୍ଟାଞ୍ଜାରୁ ଆମେ ଜାଣିପାରୁଛୁ ସେ ଘୋଡ଼ାର ଶବ୍ଦ ମଧ୍ୟ ତାଙ୍କୁ ଜଣାପଡ଼ୁନଥାଏ ଆଉ ସେ ଜାଣିପାରୁନଥିଲେ। ଧନ୍ୟବାଦ। ନେକ୍ସଟ କ୍ଲାସ୍ରେ ଆମେ 4 ନମ୍ବର ଷ୍ଟାଞ୍ଜା ଡିସ୍କସନ୍ କରିବା, ତାପରେ କ୍ୱେଶ୍ଚନ୍ ଆନ୍ସର୍ ଆଉ ଲାଇଭ୍ କ୍ଲାସେସ୍ କରିବା। ମୋ ଚ୍ୟାନେଲ୍କୁ ଲାଇକ୍, ସେୟାର, କମେଣ୍ଟ ଆଉ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।